ମୋର ଭକ୍ତିପୂତ ପ୍ରଣାମ ଜଣାଉଛି ଏବଂ ମଞ୍ଚାସୀନ ଏଠି ବହୁତ ଶିକ୍ଷାବିତ ଅଛନ୍ତି ବରଂ ଉପସ୍ଥିତ ଶିକ୍ଷକ ଅଛନ୍ତି ଆଉ ଅବସରପ୍ରାପ୍ତ ଶିକ୍ଷକ ମଧ୍ୟ ଅଛନ୍ତି ସେମାନଙ୍କୁ ମୁଁ ପ୍ରଣାମ ଜଣାଉଛି ସେମାନେ ମୋ ପ୍ରଣାମ ଗ୍ରହଣ କରିବେ ବୋଲି ମୁଁ ଆଶା କରୁଛି ହୃଦୟର ସହିତ ତ ଆଗରେ ବହୁତ ଅତିଥି ବସିଛନ୍ତି ମାନ୍ୟଗଣ୍ୟ ଅତିଥି ସେମାନଙ୍କୁ ନିମନ୍ତ୍ରିତ କରାଯାଇଛି ଏବଂ ମୋର ମା ଭଉଣୀ ମା ମାଉସୀ ଛୋଟ ଛୋଟ କୁନି ପିଲା ଏଠି ଉପସ୍ଥିତ ଅଛନ୍ତି ମୁଁ ମା ମାନଙ୍କର ପାଦ ବନ୍ଦନା କରୁଛି ମୋର ବୟୋଜ୍ୟେଷ୍ଠ ଗୁରୁଜନ ମାନଙ୍କୁ ମୁଁ ପ୍ରଣାମ ଜଣାଉଛି ଏବଂ ଛୋଟ ଛୋଟ ପିଲାମାନଙ୍କୁ ମୁଁ ହାର୍ଦ୍ଦିକ ଆନ୍ତରିକ ଶୁଭେଚ୍ଛା ଜ୍ଞାପନ କରୁଛି ଆଜି ଏଠି ଆଲୋଚନା ହେଉଛି ଶିକ୍ଷା ଏବଂ ଶିକ୍ଷକ ତ ଶିକ୍ଷା ସହିତ ଶିକ୍ଷକର ସମ୍ପର୍କ କଣ ଆଉ ଶିକ୍ଷା ଦବା ଏଠି ଜଣେ ଶିକ୍ଷକର ଯେ କଣ ଭୂମିକା ସମାଜ ପ୍ରତି ସେ ବିଷୟରେ ଉଣା ଅଧିକେ ଆମେ ଟିକେ ଜାଣି ରଖିବା ଉଚିତ ଆଜି ଆମେ ଅବସରକାଳୀନ ସଭାରେ ଯୋଉ ଏଠି ଉପସ୍ଥିତ ହେଇଛେ ଦୁଃଖ ପ୍ରକାଶ କରୁଛେ ନାଇଁ ମୁଁ ଗର୍ବର ସହିତ କହିବି ଦୁଃଖ ପ୍ରକାଶ କରିବା ଆଦୌ ଉଚିତ ନୁହଁ ଗୋଟେ ପିଲା ଏଠି କହିକିରି ଗଲେ କଣ ଜନ୍ମ ହେଲେ ମୃତ୍ୟୁ ଅଛି ଚାକିରି ହେଲେ ଅବସର ଅଛି କିନ୍ତୁ ପାରମ୍ପରିକ ଜିନିଷ ଏକଥା ଆମେ ସମସ୍ତେ ଜାଣିଛେ କିନ୍ତୁ ନାଇଁ ଗର୍ବର ସହିତ କୁହନ୍ତୁ ମୁଁ ଜଣେ ଶିକ୍ଷକ ଏ ସମାଜକୁ ମୁଁ ଶିକ୍ଷାଦାନ କରିଛି ମୁଁ କିଛି ଛାତ୍ର ତିଆରି କରିଛି ମୋରି ପଥ ପ୍ରଦର୍ଶକ ମୋରି ମାର୍ଗଦର୍ଶକ ହେଇ ଇଏ ଏରିଆରୁ କଥା କହିବା ଶିଖିଛନ୍ତି ଇଏ ଏରିଆରୁ ବମ୍ବେ ଦିଲ୍ଲୀ ମାଦ୍ରାସ ହାଇଦ୍ରାବାଦ ଏମିତି ଯାଇ ଚାକିରି କରିଛନ୍ତି କାହିଁକି ମୁଁ ଦୁଃଖ କରିବି ମୁଁ ପୁରା ଜଣେ ଶିକ୍ଷକ ମତେ ଭଗବାନ ସୃଷ୍ଟିକି ପଠେଇଛନ୍ତି କିଛି ଗୋଟେ ଅବଦାନ ଦେବା ପାଇଁ ଆମେ ସମସ୍ତଙ୍କର କିଛି ଗୋଟେ ମନେ ରଖିବା ଉଚିତ ଆମେ ସୃଷ୍ଟିକି ଆସିଛେ ଭଗବାନ ଯେତେବେଳେ ଆମକୁ ସୃଷ୍ଟି କରିଛନ୍ତି ଇଏ ସମାଜକୁ ଆମକୁ ପଠେଇଛନ୍ତି ଇଏ ସମାଜରେ କିଛି ଆମର ଦାନ ରହିବା ଦରକାର ସେ ଭାଗ୍ୟ ତ ସମସ୍ତଙ୍କ ଜୀବନରେ ଜୁଟିବନି ମୁଁ ସାରଙ୍କୁ ପ୍ରଣାମ କରୁଛି ସାରେ ଆପଣ ଇଏ ମଣିଷ ତିଆରି ଫ୍ୟାକ୍ଟରୀରେ କେତେ ଗୁଡ଼ିଏ ମଣିଷ ତିଆରି କଲେ ସାରେ ଆପଣ ମୋର ନମସ୍ୟ କିନ୍ତୁ ଆମେ ତ ସମସ୍ତେ ଖାଉଛେ ରୋଜଗାର କରୁଛେ ଘରେ ରହୁଛେ କିନ୍ତୁ କେହି ହାତ ଛାତିରେ ହାତ ବଢ଼େଇ କୁହନ୍ତୁ ତ ମୁଁ କେତେଟା ମଣିଷ ତିଆରି କରିଛି ଇଏ ମଣିଷ ରୂପୀ କାରଖାନାରୁ ମୁଁ କେତେଟା ଏଠୁ ମଣିଷ ତିଆରି କରି ବାହାରକୁ ଦେଇଛି ଆଜି ଆମେ ଦୁଃଖ କରିବା କାହିଁକି ସାରଙ୍କର ବୟସ ହେଇଗଲା ସାର ଅବସର ନେବେ ଏଠି ଲେଖା ହେଇଛି କଣ ସେବା ନିବୃତ୍ତି ତ ମୁଁ ତାକୁ ସମୀକ୍ଷା କରୁଛି ସେବା ନିବୃତ୍ତିର ମାନେ କଣ ସେବାରୁ ନିବୃତ୍ତ ହବା ନା ସେବା ନିବୃତ୍ତି ମୁଁ ଦିଟା ସେନ୍ସକୁ ତାକୁ ନଉଛି ତ ସେବାକୁ ମୁଁ ବୃତ୍ତି କରିନି ଯେ ସେବା କରିବ ସେ ପୁଣି ବୃତ୍ତି ତାକୁ ନାହିଁ ନେବ ନା ଏ ଭୁଲ ଆଉ ସେବାରୁ ନିବୃତ୍ତ ହବା ଇଏ ବି ଭୁଲ ମୁଁ ସାରଙ୍କୁ କହୁଛି ସାର ଏଠୁ ତାଙ୍କ ଗାଁକୁ ଯିବେ ପିଲାମାନେ କହୁଛନ୍ତି କଣ ସାର ଆମ ଗହଣକୁ ଆଉ ଆସିବେନି କି ଦୁଃଖର କଥା ଆରେ ପିଲା ତମେ କଣ ବୁଝିପାରୁନା ସାର ତମ ହୃଦୟରେ ଚିରଦିନ ରହିବେ ମୁଁ ଜଣେ ଗୁରୁ ମୁଁ ଅଭିନୟ ଦଉଛି ମୋ ପିଲାଙ୍କୁ ମୁଁ ଜୋର ଦେଇକି କହେ ଆରେ ମୁଁ ମରିଗଲା ପରେ ତମେ ହୁଏତ କହିବ ଆମେ କାହା ଛାତ୍ର ଆମେ ହଉଛୁ ଭୋପାଳ କେଦାର ନାୟକର ଛାତ୍ର ଆରେ ଆମେ ଦେଖେଇ ଦଉଛୁ ମୋ ଗୁରୁଙ୍କର ନାଁ ମୁଁ ରଖିଛି ମୁଁ ଏଠି ସାରଙ୍କୁ ବି ସେଇ କଥା କହୁଛି ସାର୍ ଆପଣ ମନ ଦୁଃଖ କରୁଛନ୍ତି କି ଏଠି ସମସ୍ତେ ବସିଥିବା ବେଳେ ସାର୍ ଆପଣଙ୍କ ମୁହଁରେ ହସ କାହିଁକି ନାହିଁ ସାର୍ ମତେ କଷ୍ଟ ଲାଗୁଛି ଆପଣ ଟିକେ ହସନ୍ତୁ ଆପଣ ଦୁଃଖ କରନ୍ତୁନି ଆମର ବୟସ ହେଇଗଲା ମୁଁ ତ ବୟସ ହେଇଯାଇଛି ମୁଁ ତ ଅବସର ନେଇଯିବି ଆପଣଙ୍କର ବୟସ ହେଇଗଲା ଆପଣ ଅବସର ନେଇଯିବେ ଏତେ ଭାବିବାର କଣ ଅଛି ଇଏ ଦୁଃଖର ସମୟ ନୁହଁ ଇଏ ବରଂ ଖୁସିର ସମୟ ଆନନ୍ଦର ସମୟ ମଝିରେ ମଝିରେ ଆପଣ ଏଠିକି ଆସିବେ ପିଲାଙ୍କୁ ଦର୍ଶନ କରିବେ ଆଉ ଆପଣଙ୍କର ଯୋଉ ଛାତ୍ର ତିଆରି କରିଛନ୍ତି ବାଟରେ ଦେଖିଲେ ସାର୍ ପ୍ରଣାମ ସାର୍ କେମିତି ଅଛନ୍ତି ସାର୍ ଭଲରେ ଅଛନ୍ତି ନା ଆପଣଙ୍କୁ ସେ ନିହାତି କହିବେ ସାର୍ ଆପଣଙ୍କ ପକେଟରେ ଖର୍ଚ୍ଚ ଅଛି ଆପଣ ସାର୍ 10 ଟଙ୍କା ନିଅନ୍ତୁ 5 ଟଙ୍କା ନିଅନ୍ତୁ 100 ଟଙ୍କା ନିଅନ୍ତୁ ଆପଣ ପାନ ଖାଇଦେବେ ଏଇ କଣ ଆମର ଗର୍ବର ବିଷୟ ନୁହଁ ମୋ ପିଲାଙ୍କୁ ତ ମୁଁ ଲକ୍ଷ୍ୟ କରି ଦେଖିଛି ମୋ ଅଭିନୟ ମୁଁ ଯାହାକୁ ଶିଖାଇଛି ସେ ତ ମତେ ଯୋଉଠି ଦେଖୁଛନ୍ତି ସାର୍ ଆପଣ କେମିତି ଅଛନ୍ତି ଆପଣଙ୍କ ଦେହ ଭଲ ଅଛି ନା ହଁ ମୁଁ ବହୁତ ଭଲରେ ଅଛି ତେବେ ମୁଁ ତ କହିଲେ ତ ମୁଁ ଅନେକ କହିବି କାହିଁକିନା ଆଜ୍ଞା ଆପଣ ଜାଣିଛନ୍ତି ଗାହାଣ ମୁହାଁ ମୁହାଣ ମୁଁ ତ ମୁଁ ଯଦି ଗପିବି ଏମିତି ମୁଁ ଗପୁଥିବି ଆପଣ ଶୁଣୁଥିବେ ମୁଁ ବେଶୀ କିଛି କହୁନି ଶିକ୍ଷା ଆଉ ଶିକ୍ଷକ ଏଇ ସମ୍ପର୍କିତ ଆପଣ କେବେ ମାମୁଲି ଭାବନ୍ତୁନି ଶିକ୍ଷକ ହେଉଛନ୍ତି ପଥ ପ୍ରଦର୍ଶକ
ଶିକ୍ଷା ନଥିଲେ ଆମ କଥା କହିପାରିବାନି, ଶିକ୍ଷା ନଥିଲେ ଆମେ ଆଖିରେ ଦେଖିପାରିବାନି, ଆମେ ଆଖି ଥାଇ ଅନ୍ଧ ହେଇଯିବା। ଆଜି ଯଦି ଆମେ କଥା କହି ଶିଖୁଛେ, ଆଜି ଯଦି ଆମର ପଥ ପ୍ରଦର୍ଶକ କେହି ଅଛି, ସେଇ ହଉଛି ଶିକ୍ଷା। ତ ଶିକ୍ଷାକୁ ମାମୁଲି ରକମ ଧରନ୍ତୁନି। ଆଜି ସାର୍ଙ୍କ ଉଦ୍ଦେଶ୍ୟରେ ମୁଁ ବହୁତ କିଛି କହିଗଲିଣି, ଏତିକି କହି ମୋର ବକ୍ତବ୍ୟ ଶେଷ କରୁଛି। ମୁଁ ଅଲେଖ ନାହାକାଣୀଙ୍କ ପାଖରେ ମାର ତୋ ପାଖରେ ଦୀର୍ଘ ଏତେ ବର୍ଷ ଧରି ତୋ ମାଟିରେ ତୋ ପବିତ୍ର ଜାଗାରେ ଏଠି ହଜାର ହଜାର ଲୋକଙ୍କ ପାଦ ପଡୁଥିବା ଜାଗାରେ ଯୋଉ ଶିକ୍ଷକ ଜଣକ ଏଠି କଟେଇଛନ୍ତି, ତାଙ୍କ ଶେଷର ଜୀବନ ଯେମିତି ନିରାମୟ ହଉ, ତାଙ୍କୁ ଦୁଃଖ କଷ୍ଟ ଦେନା ମା। ଯେତେବେଳେ ସେ ଏଠୁ ଯିବେ ତାଙ୍କୁ ଭଲରେ ଭଲରେ ଉପରକୁ ନେଇଯିବୁ, କିନ୍ତୁ ରୋଗ ଯନ୍ତ୍ରଣାରେ ମା ତୁ ସଢେଇବୁନୁ ମା। ତୋ ପାଖରେ 31 ବର୍ଷ ତୋ ମୁହଁକୁ ଯାଇ ଏଠି ଯେ ପଡି ରହିଛି, ତାର ଶୁଭକାମନା କରିବୁ, ତା ପିଲାମାନଙ୍କୁ ଶାନ୍ତିରେ ରଖିବୁ ମା। ମା ମୁଁ ତୋ ପାଖରେ ଗୋଟିଏ କଳାକାର ହିସାବରେ ଆପତ୍ତି କରୁଛି ମା। ମୁଁ ସାର୍ଙ୍କ ସଂସ୍ପର୍ଶରେ ଆସିନି, ମୁଁ ସାର୍ଙ୍କ ପାଖରେ ଶିକ୍ଷା ଦାନ କରିନି, ମୁଁ ତାଙ୍କ ପାଖରୁ ଶିକ୍ଷା କେବେ ଗ୍ରହଣ କରିନି, ତଥାପି ମୁଁ କହୁଛି ମା ଟିକେ ଅନେଇଥିବୁ ମା। ମା ଲୋ ତାକୁ କଣ ଆଖିରେ ଅନେଇଥିବୁ। ମୋର ବକ୍ତବ୍ୟ ମୁଁ ଶେଷ କରୁଛି। ଧନ୍ୟବାଦ।